हेलो सांग मैंने जय जगन्नाथ आपण मैंने केमती अच्छा एक नवा ब्लॉग रे आपन स्वागत आम आज जा माछ धरिया चिंगुड़ी धरिया जावा आज संडेटा संडे घर बस किसी ना जी माछ धरिया देखा केमती कौन माछ धरा हो चलन देखा आ बर्तमान मुझे जिया खोलि चलतु केड़े बड़े बड़े जिया मिलते देखिए। चला सांग मैंने बर्तमान आम जाऊँ बुल मोर आज आई ना कहीं खुदुरकुणी से आसी ना बर्तमान आम हाथ जिया डबाटा गली पड़ा कौन कर देखिए चलन देखिए केते कौन माछ होती आज आज तो संडे अच्छी भलरे केते माछ पड़ुन देखिए चलते देखिपार मो आगे सेपटे जाने गली पड़ी चलन देखिए यहीपटे जा मो बाँ पटक जी से पट को आप देखुथे भिडियोटी को लाइक शेयर सब्सक्राइब कर दिंतु मो चैनल को देखु भिडियोटी बहुत मजा लगे देखिपे बर्तमान मो पछाड़ गोटे गेट अच्छी सामने घरटा अच्छी देखिपे हेले घरे किए रोचन ना रोना मु तो जानी किंतु बड़ गेटटा लगी बहुत बड़ गेटटा लगी लोक रोथे बोधे अल्प दुटा जड़े दी जन बोधे रोथे जहाँ लगुच चलन देखिए से पट को जीवा आम किए कहते जड़े मामू हे जड़े से तो कहते नईरे काले पानी बढ़ी मु तो देखी ना देखिया गले जना पड़ो गले जना पड़ो पानी है कि पानी है तो सेठी गले जना पड़ो देखिपे ये छेली फेली सब चरुंच सुंदर भाव से घरे लोक रोचन ना नहीं सेटा भी जना नहीं लोक रोह न थे बोधे जड़े आसते से खाली पूजा पूजी करके जाती बोलू देखिपे से भीतर दे गली के आस पड़ो ताको यपटे तो
ମଇଁଷି ଗରମ ଡର ଲାଗିବନି ତ। ଚାଲନ୍ତୁ ଦେଖିବା ମଇଁଷି କେମିତି ଅନେଇଛନ୍ତି ଦେଖନ୍ତୁ। ମୋତେ ତ ଡର ଲାଗୁଛି, ହେଲେ ବାଟେ ବାଟେ ଯିବାକୁ ପଡ଼ିବ। ହସ୍ ଚ ଚାଲ। ଆଉ ତା ସେ ମଇଁଷି ମାନେ ଏଡ଼େ ବଡ଼ ଜୀବ ହେଇଛନ୍ତି ଯେ ତାଙ୍କୁ ଦେଖିଲା ବେଳକୁ ଡର ଲାଗୁଛି। ପାଖ ମାଡ଼ି ସେ ଲୋକ ଗଲା ପରେ ଯାଇକି ଆମେ ଆସିଲୁ ଦି ଭାଇ। ଆଉ ଏଡ଼େ ବଡ଼ ବଡ଼ ହେଇଛନ୍ତି ଦେଖିଲା ବେଳକୁ ଡର ଲାଗୁଥାଏ। ଆଉ ସେମାନେ ହଟୁ ବି ନାହାନ୍ତି ରାସ୍ତାରୁ, ମାନେ ଆଖିକୁ ଆଖି ଅନେଇକି ପୁରା ଠିଆ ହେଇକି ରହୁଛନ୍ତି। ତ ସେ ଲୋକ ଗଲେ ତାଙ୍କୁ ବାଡ଼େଇଲେ, ତାପରେ ସେମାନେ ସାଇଡ଼୍ ଦେଲେ, ତାପରେ ଆମେ ଆସିଲୁ। ଆଉ ଦେଖିପାରୁଥିବେ ପୁରା ଜଙ୍ଗଲ କଥା କହୁଥିଲି। ଏଟା ଆକ୍ଚୁଆଲି ଲୋକମାନେ ଲଗେଇଛନ୍ତି, କିନ୍ତୁ ହଁ ସେ ଫାର୍ମ ଟାଇପ୍ର ଆଉ ଲୋକମାନେ ଲଗେଇଛନ୍ତି ନା। ତ ସେଥିପାଇଁ ଆଗରୁ ସେ ଏପଟେ ପୁରା ଫାଙ୍କା ଏରିଆ ଥିଲା, ନଈ କୂଳଟା ନା, ପୁରା ଫାଙ୍କା ଏରିଆ, ମାନେ ଟୋଟାଲି ଫାଙ୍କା, ଗୋଟାଏ ବି ଗଛ ନଥିଲା, ବହୁତ ଫାଙ୍କା ଥିଲା। ବୁଝିଲ, ଏପଟେ ଟୋଟାଲି ପୁରା ଫାଙ୍କା ଥିଲା। ଆଉ କେଜାଣି ନଡ଼ିଆ ଗଛ ହିଁ ଏଗୁଡ଼ା ଥିଲା, ନହେଲେ ଜମାରୁ ଗଛ ହିଁ ନଥିଲା। ତ ସରକାରଙ୍କ ତରଫରୁ ଦେଖନ୍ତୁ କେତେ ସୁନ୍ଦର ହେଇଛି। ଗଛ ଗୁଡ଼ା ପୁରା ଗୋଟାଏ ଲାଇନ୍ ବାଇ ଲାଇନ୍ ଲାଗିଛି। ଏବେ ଚାରା ବି ଅଛି, ଆପଣ ଆସିବେ କଣ୍ଟାକ୍ଟ କରିକି ଏଠି ନେଇପାରିବେ। ଆଧାର କାର୍ଡ଼ ଦେଖେଇକିରି ଫ୍ୟାସିଲିଟି ଅଛି। ଆଧାର କାର୍ଡ଼ ଦେଖେଇକି ଯେତେ ଗଛ ନେଇପାରିବେ, ଆପଣ ଯେତେ ଚାହିଁଲେ ନେଇପାରିବେ। ଆଉ ଆଜି ପୁରା ଫାଙ୍କା, ପୁରା ଜଙ୍ଗଲ। ଏଇଠି କିଏ ଗୋଟେ କହୁଥିଲା ମୋ ଭୂତ ରହୁଛି ବୋଲି। ଆଉ ଚାଲନ୍ତୁ ମୁଁ ଦେଖେଇ ଦେଉଛି। ଭୂତ କେହି ନାହାନ୍ତି ବୋଧେ। ଆଉ ଏଇଠି ସବୁ ଓସ୍ତ ଗଛ ଲାଗିଛି, ଆଉ ଆପଣ ଆସିଲେ ଓସ୍ତ ଗଛ ବି ନେଇପାରିବେ। କାଳେ କବାଟ କିଏ ବାଡ଼େଇଲା ସେଦିନ। ନା ସେଇପଟେ ହିଁ ଚାଲ। କେହି କିଛି ନାହାନ୍ତି, କାଳେ ସେ ବେକାରଟା ଡରିଲେ ସେଦିନ। ଦେଖନ୍ତୁ କେତେ ସୁନ୍ଦର ଏ ଅଁଳା ଗଛ ବି ହେଇଛି ସୁନ୍ଦର ଭାବରେ। ଦୁଇଟା ଖଣ୍ଡେ ଚାରା ନେଇଗଲେ ହୁଅନ୍ତା ଯେ, ତାର ଲୋକ ଦେଖିଲେ ବାଡ଼େଇବେ। ଦେଖିଆ ଆସିଲା ବେଳେ ହବ ଯଦି ଦୁଇଟା ଖଣ୍ଡେ। ଦେଖନ୍ତୁ এইপଟେ ସିଧା ଚାଲ, ଏପଟେ ବାଁ ପଟେ। ଆଉ ଦେଖନ୍ତୁ ପୁରା କେତେ ସୁନ୍ଦର ହେଇଛି ଜାଗାଟା, ପୁରା ସୁନ୍ଦର ଲାଗୁଛି। ଆଉ ଆଜି ତ ଆମେ ଦି ଭାଇ ହିଁ ଆସିଛୁ। ଆଉ ସେପଟେ ଆଗରେ ବୋଧେ କିଏ ସବୁ ଯାଇଛନ୍ତି ବୋଧେ, କିନ୍ତୁ ଆଜି ଆମେ ଦି ଭାଇ ଆସିଛୁ। ଆମେ ଦିଦି ହେରିକା ତ ଆସିଲେନି। ଆଉ ଚାଲନ୍ତୁ ଦେଖିବା କେତେ କ'ଣ ମାଛ ପଡ଼ୁଛନ୍ତି ନା ପଡ଼ୁନାହାନ୍ତି, ସେଟା ତ ଗଲେ ଜଣାପଡ଼ିବ। ଆଉ ଆପଣ ଆଉ ଆଗରୁ ଆପଣ ଜାଣିଛନ୍ତି, ଆଗରୁ ଟୋଟାଲି ଏଇପଟେ କିଛି ଗଛ ନଥିଲା। ଏଇ ଗଛ ତ ଟୋଟାଲି ଏବେ ହିଁ ଏଇ 5-10 ବର୍ଷ ଭିତରେ ବୋଧେ ଲାଗିଛି। କିନ୍ତୁ ଆମେ ଯେତେବେଳେ ଆଗରୁ ଛୋଟ ଥିଲେ, ଏଇପଟେ ପୁଳାଏ ନଡ଼ିଆ ଗଛ ଥିଲା। ଆଉ ଆମେ ନଡ଼ିଆ ଖାଇବାକୁ ଆସିଥିଲୁ। ମୁଁ ଦିନେ କ'ଣ ହେଇଛି ନା, ମୁଁ ନଡ଼ିଆ ପାରିବାକୁ ଆସିଛି। ଆଉ ମୁଁ ସେତେବେଳେ ଛୋଟ ଥିଲି ତ ନଡ଼ିଆ ଗଛ ଚଢ଼ା ଶିଖିନି। ଆଉ ତାପରେ ଗୋଟେ ପିଲା ଚ୍ୟାଲେଞ୍ଜ ଲଗେଇଦେଲା। ଆଉ ଛୋଟବେଳ ତ ହୁଏ, ଆପଣ ଜାଣିଛନ୍ତି, ପିଲାମାନେ ଚ୍ୟାଲେଞ୍ଜ ଲଗେଇଦେବେ ମାନେ ଯାହା କହିବେ ମାନେ ସେୟା କରିବାକୁ ପଡ଼ିବ। ତ ସେମିତି ମୁଁ ଗୋଟେ ଗଛରେ ଚଢ଼ିଗଲି।
ତା ଗଛରେ ଚଢ଼ିଗଲା ବେଳକୁ ମୁଁ ଓହ୍ଲେଇବାକୁ ମୁଁ ସାହସ କରିପାରୁନଥାଏ। କଷ୍ଟରେ ଚଢ଼ିଗଲି, ବହୁତ କଷ୍ଟରେ। ତାପରେ ମୁଁ କେମିତି ଓହ୍ଲେଇବି କହିକିରି ତାପରେ ସେ ପିଲାମାନଙ୍କୁ ମୁଁ ଘରକୁ ପଠେଇଲି। କହିଲି ଯାଅ ମୋ ପାଇଁ ଦୌଡ଼ା ଆଣିକି ଆସିବ, ହେଲେ ମୁଁ ଲମ୍ବା ଦୌଡ଼ାଟା ଆଣିକି ଆସିବ, ତାପରେ ମୁଁ ଓହ୍ଲେଇବି, ନହେଲେ ମୁଁ ଓହ୍ଲେଇବିନି। ଆଉ ସେହିପରି ଭାବରେ ମୁଁ ସେ ଦୌଡ଼ା ସାହାଯ୍ୟରେ ଯାଇକି ଓହ୍ଲେଇଛି। ଆଉ ତାପରଠୁ ଆସ୍ତେ ଆସ୍ତେ ଗଛ ଚଢ଼ିବା ଅଭ୍ୟାସ ହେଇଗଲା। କିନ୍ତୁ ଫାର୍ଷ୍ଟ ଟାଇମ୍ ଚଢ଼ିଥିଲି ନା, ଟିକେ ବହୁତ ଡର ଲାଗିଥିଲା। ଆଉ ଏଇ ପାଖେଇ ଆସିଲାଣି, ଆମେ ନଦୀ ପାଖକୁ ପାଖେଇ ଆସିଲାଣି। ଆଉ ବର୍ତ୍ତମାନ ଦେଖନ୍ତୁ ଆମେ ଏଇଠି ପହଞ୍ଚି ଯାଇଛୁ। ଆଉ ଏଇପଟେ ଆମେ ଯିବା। ଶଳା କେଡ଼େ ବଡ଼ ଗୋଟେ ପଥର ହେଇଛି, ଦେଖିଲା ବେଳକୁ ଡର ଲାଗୁଛି। ଲୋକ ଆଜି କମ୍ ଆସିଥିଲେ ବି, ବହୁତ କମ୍ ଲୋକ ଆସିଛନ୍ତି। ଆଗ ପରି ଲୋକ ନାହାନ୍ତି, ଦେଖନ୍ତୁ। ଆଉ ଦେଖନ୍ତୁ ଏଠି ପିଲାମାନେ ସବୁ ଆସିଯାଇଛନ୍ତି। ନଈରେ ତ ଏତେ ପାଣି ଆଉ ମାଛ ପଡ଼ିବେ ଏଠି, ଦେଖିବା। ଆଉ ସାଙ୍ଗମାନେ ବର୍ତ୍ତମାନ ଦେଖିପାରୁଥିବେ ଆମେ ନଈ କୂଳରେ ଅଛୁ। ଦେଖନ୍ତୁ ଆଜି ତ ପାଣି ବଢ଼ିଯାଇଛି, ବହୁତ ପାଣି ବଢ଼ିଯାଇଛି। ଆଉ ମାଛ ସେମିତି ଅଳ୍ପ ଦୁଇଟା ଧରିଛୁ, ଗୋଟେ ଦୁଇଟା ଧରିଛୁ। ଆପଣମାନଙ୍କୁ ମୁଁ ଦେଖାଉଛି ଚିଙ୍ଗୁଡ଼ି। କାହିଁ ଚିଙ୍ଗୁଡ଼ି କାହିଁ? ଦେଖନ୍ତୁ ଡବା ଭିତରେ ଅଛି, 3ଟା ଚିଙ୍ଗୁଡ଼ି ପଡ଼ିଛନ୍ତି। ଆଉ ଦେଖିବା କେତେବେଳେ, ଆଉ କେତେ ସମୟ ଯାଉଛି। ଆଉ ବୁଲୁ ଆମର ଜିଆ ଗୁନ୍ଥିବାରେ ଲାଗିଛି, ଦେଖନ୍ତୁ। ଆଉ ଏଇଟା କାଟି ଦେଉଛନ୍ତି। ଆଉ ସେଇପଟେ ଦେଖନ୍ତୁ ପିଲାମାନେ ସବୁ ଅଛନ୍ତି। ସେ ତଳ ଆଡ଼କୁ ପିଲାମାନେ ପଳେଇଲେଣି। ଉପର ବୋଧେ ଖାଉନାହାନ୍ତି, ଏତେ ତଳ ଆଡ଼େ ପଳାଉଛନ୍ତି ପିଲାମାନେ। ଆଉ ପାଗଟା ମସ୍ତ ହେଇଛି, ହେଲେ ନଈରେ ପାଣି ଅଧିକ ହେଇଯାଇଛି। ଆଉ କ'ଣ କରିବା, ଆଉ ପାଗଟା ଭଲ ଅଛି। ଏଇ ସମୟରେ, ଏଇ ପାଗରେ ଚିଙ୍ଗୁଡ଼ି ଅଧିକ ଖାଆନ୍ତି, ହେଲେ ନଈରେ ପାଣି ବଢ଼ିଯାଇଛି। ଆଉ କ'ଣ କରିବା। ଆଉ କେବେ ଦେଖିବା, ଏଇଟା ଉଠଉଛି। କିଛି ଖାଇନାହାନ୍ତି ବା, ଏମିତି ଧୀରେ ଧୀରେ ଉଠାଇବାକୁ ପଡ଼େ, କାହିଁକିନା ଯଦି ଲାଗି ବି ଥିବେ ସେ ବାହାରିଯିବେ, ଜୋର ଉଠାଇବେ। ଆଉ ଏଠି ଦୁଇଟା ଛଡ଼ ପକେଇଛି, ଦେଖିବା। ନା, ପଡ଼ିଲେନି। ଆଉ ଏଠି ଗୋଟେ ଛଡ଼ ଦେଖିପାରୁଥିବେ। ବର୍ତ୍ତମାନ ଏଇ ଛଡ଼ ଲାଗିଛ ନା ନାହିଁ? ହଁ, କ'ଣ ଗୋଟେ ଲାଗିଛି। ଛଡ଼ା ଛାଡ଼ିଦେଲାରେ, ଖାଉନାହାନ୍ତି ଭଲସେ ମାଛ। ଟିକେ ବିରକ୍ତି ଲାଗୁଛି। ଗୋଟେ ଦୁଇଟା ସିନା ମାଛ ପଡ଼ିଲେ ସିନା, ହଁ ମାଛ ପଡ଼ୁଛନ୍ତି ଜାଣି ରହିବାକୁ ଇଚ୍ଛା ହେବ, ହେଲେ ମାଛ ପଡ଼ୁନାହାନ୍ତି, ଭଲ ଲାଗୁନି। ଆପଣ ଟିକେ ପ୍ରେ କରିଦିଅନ୍ତୁ ମାଛ ଯେମିତି ପଡ଼ିବେ ବୋଲି। ଦେଖନ୍ତୁ ପାଣିରେ, ନଈରେ ପାଣି ବଢ଼ୁଛି ବୋଲି ଫେଣ ସବୁ ଭାସି ପଳେଇ ଆସୁଛି। ଆଉ ସେ ଦେଖିପାରୁଥିବେ, ସେ ଟ୍ରାକ୍ଟର ଚାଲିଛି ସେ ପୋଲ ଉପରେ, କାମ ଚାଲିଛି ନା। ଦେଖନ୍ତୁ ବୁଲୁକୁ।
ଆଉ ଆଜି ଆଉ ମାଛ ପଡ଼ିଲାନି, ଅଳ୍ପ ଦୁଇଟା ମାଛ ପଡ଼ିଛନ୍ତି, ପରେ ଦେଖେଇବି। ଆଉ ଅଳ୍ପ ଦୁଇଟା ମାନେ 4-5ଟା ଖଣ୍ଡେ ଚିଙ୍ଗୁଡ଼ି ପଡ଼ିଛନ୍ତି। ପାଣି ଯେତେ ଜୋରରେ ବଢ଼ୁଛି ଆଉ ଟୋଟାଲି ମାଛ ହିଁ ପଡ଼ିଲାନି, ତ ଆମେ ଫେରି ଯାଉଛୁ। ଆଉ ଦେଖନ୍ତୁ ପିଲାମାନେ ଆଗରେ ଚାଲିଛନ୍ତି ଆଉ ମୁଁ ପଛରେ ଚାଲିଛି। ଆଉ ଦେଖିବା ଘରକୁ ଯିବା, ଆଉ ମାଛ ତ ହେଲେନି ଜମା, ଘରକୁ ଯିବା ଆଉ। ବର୍ତ୍ତମାନ ମୁଁ ଘରେ ପହଞ୍ଚି ଯାଇଛି। ଆଉ ଚାଲି ଚାଲି ଆସିବାକୁ ପଡ଼ୁଛି ନା, ଏଟା ଟିକେ ଲେଟ୍ ହେଇଗଲା। ଦେଖନ୍ତୁ ଡବା ଭିତରେ ଏତିକି ମାଛ, ଜମାରୁ ଏତିକି ମାଛ। ଆଉ ଏଇଟା ଆମେ ପୋଡ଼ିକି ଖାଇଦେବା। ଆଉ ଏଇଟା ପୋଡ଼ିକି ଖାଇଦେବା, ଏତିକି ମାଛ ଜମାରୁ। ଦେଖା ଭଲସେ ଦେଖନ୍ତୁ। ଚାରି ପାଞ୍ଚଟା ପୋଡ଼ିକି ଖାଇଦେବା। ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଆଉ ଭିଡ଼ିଓଟି ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।